এবং মঞ্চরে তলে উপস্থিত এবং মঞ্চ ମୋ ସହିତ ମୋ ସାଇଡରେ ବସିଥିବା ମଠର ମଠାଧୀଶ ଶ୍ରୀନିବାସ ମାନଚୂଡ଼ା ଶ୍ରୀ ମହାରାଜ ଏବଂ ମୋର ସମ୍ମୁଖରେ ବସିଥିବା ମୋର ପିତୃତୁଲ୍ୟ ମାତୃତୁଲ୍ୟ ଏବଂ ଘରେ ବସିଥିବା ମୋର ପିତୃତୁଲ୍ୟ ମାତୃତୁଲ୍ୟ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା କରୁଛି ଏବଂ ଛୋଟମାନଙ୍କୁ ମୋର ଆଶୀର୍ବାଦ ଦେଉଛି। ଆଜି ପବିତ୍ର ଶିରବକୁଳ ମଠକୁ ଆସି ମୁଁ ଅତ୍ୟନ୍ତ ଖୁସି, କାରଣ ଭାଗବତ ବିଚାର ପ୍ରଦୀପ୍ତ ମିଶ୍ର ତାଙ୍କର এই ବିଶେଷ କରି ମୋ ସହିତ ଯେଉଁ କିଛି ଦିନର ସମ୍ପର୍କ ଏଇ ଫୋନ୍ ମାଧ୍ୟମରେ ମୁଁ ତାଙ୍କ ଆଖିରେ ଦେଖି ନାହିଁ କି ତାଙ୍କ ବିଷୟରେ କିଛି ଜାଣିନାହିଁ, କିନ୍ତୁ ଫୋନ୍ରେ ଯେତିକି ତାଙ୍କ ସହିତ ମୁଁ ଆଳାପ କରୁଥିଲି ଆଉ ତା ଭିତରେ ଶୁଣିଲି ଯେ ଶିରବକୁଳ ମଠରେ ଭାଗବତ ବିଚାର ବହିର ଉନ୍ମୋଚନ କରିବାକୁ ମୁଁ ଜାଣିଛି। ତେଣୁକରି ମୁଁ କେବେ ତାଙ୍କ କଥାକୁ ଭାଙ୍ଗି ପାରିଲି ନାହିଁ, ଅତ୍ୟନ୍ତ ଖୁସିରେ ଆସିଛି। ଅଥଚ କିଛି ସମୟ ମୋର ବିଳମ୍ବ ଘଟିଛି, କିନ୍ତୁ ଆସି ମୁଁ ଏଠି ଯେଉଁ ପବିତ୍ର ମାଟିରେ ଯେଉଁ ମୋର ଗୁରୁତୁଲ୍ୟ ବିଶେଷ କରି ଆମର ପଣ୍ଡିତ ସୁଖଦେବ ମହାନ୍ତି ଏବଂ ଆମର ସନ୍ତୋଷ ପେଟ୍ରନ୍ତି ଆଉ ବି ସମସ୍ତଙ୍କୁ ଆଉ କିଛି ଥର ମିଶିଗଲା ପରେ ବି ସମସ୍ତଙ୍କ ନାଁ ଜାଣିପାରିବି, କିନ୍ତୁ ସମସ୍ତଙ୍କୁ ହୃଦୟରେ ନାରାୟଣ ବାସ କରୁଛନ୍ତି ଏହା ମୁଁ ଅନୁଭବ କରିପାରୁଛି। ବିଶେଷ କରି ଭାଗବତ ଏହା ଆମ ଜଗନ୍ନାଥ